ଆପଣମାନେ ଦେଖୁଛେ ସଚିନ ଅଫିସିଆଲ ନ୍ୟୁଜ୍ ଚ୍ୟାନେଲରେ ଆପଣମାନେ ନ୍ୟୁ କରି ଭିଜିଟ୍ କରିଥିବେ ସବସ୍କ୍ରାଇବ୍ କରବାନି ବୋଲେ ସବସ୍କ୍ରାଇବ୍ କରିଥିବେ ଆପଣମାନେ ନ୍ୟୁ ନୋଟିଫିକେସନଟା ପାଇପାରିବେ ଯେନ୍ ଫାଷ୍ଟ ଆପଣମାନଙ୍କ ମୋବାଇଲରେ ପହଞ୍ଚି ପାରବା ନୋଟିଫିକେସନଟା ପାଇପାରିବେ ସେଥିଲାଗି ଆପଣମାନେ ସବସ୍କ୍ରାଇବ୍ କରିବେ। ଏଇ ଭିଡ଼ିଓଟା ଭଲ ଲାଗଲା ତ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରବାର ନାଇଁ ଭୁଲବେ। ଇ ଭିଡ଼ିଓରେ ଜନ୍ମାକିନି ଧାନ କୁଇଣ୍ଟାଲ ଯେନ୍ଟା ମଣ୍ଡିରେ ଧାନ ବିକା ହଉଥିଲା ଆପଣମାନେ ଯେନ୍ଟା ରେଜିଷ୍ଟ୍ରେସନ କରୁଛନ୍ କେନ୍ ହିସାବରେ ଆପଣମାନେ ପାଇପାରିବେ ନୂଆ ଲିଷ୍ଟଟା ଆସିଗଲାନ ଏଇ ଭିଡ଼ିଓରେ ଜାନମା କେନ୍ ହିସାବରେ ଆପଣମାନେ ପାଇପାରିବେ। ଦେଖିପାରୁଥିବେ ଫୁଡ୍ ଓଡ଼ିଶା ଇଏ ସାଇଟ୍ ଅଛି ଫୁଡ୍ ଓଡ଼ିଶା gov.in ଯେନ୍ଟା ମୋହନ ଚରଣ ମାଝୀ ଯେନ୍ଟା ଅଛନ୍ ଇ ସାଇଟ୍ରେ ଇ ଭିଡ଼ିଓରେ ଆପଣମାନେ ଦେଖିପାରିବେ ଯେ କେନ୍ ହିସାବରେ ଆପଣମାନେ ନୂଆ ଲିଷ୍ଟଟା ପାଇପାରିବେ। ଯେନ୍ମାନେ ଆପଣମାନେ ଯେନ୍ ଧାନ କୁଇଣ୍ଟାଲ ଆପଣମାନେ ଯେନ୍ଟା ଧାନ ମଣ୍ଡିରେ ଅନଲାଇନ୍ କରିଛନ୍ ନାଇଁ ଅନଲାଇନ୍ କରିପାରିବେ ଆପଣମାନେ ଯାଇକି ଅନଲାଇନ୍ ବି କରିପାରିବେ ଏବେ ବି ଟାଇମ୍ ଅଛି ଆପଣମାନେ ଦେଖି ପାରୁଥିବେ ଏ ଭିଡ଼ିଓରେ ଜାନମା ଆପଣମାନେ କେନ୍ ହିସାବରେ କେନ୍ ମାଧ୍ୟମରେ ଆପଣମାନେ ପାଇପାରିବେ ସେ ଲିଷ୍ଟଟା କୁ ବର୍ତ୍ତମାନ ଦେଖିପାରୁଥିବେ ଆପଣମାନେ କ୍ରୋମ୍ ବ୍ରାଉଜର ଓପନ୍ କରିବେ ପହିଲା ଫାଷ୍ଟ ଯେନ୍ଟା ଲେଖା ହେଇଛି ଆପଣମାନେ ସର୍ଚ୍ଚ କରିବେ ଫାର୍ମର ରେଜିଷ୍ଟ୍ରେସନ ଷ୍ଟାଟସ୍ ଅଲଗା କୌଣସି ସର୍ଚ୍ଚ ନେଇ କରିବେ ଫାର୍ମର ରେଜିଷ୍ଟ୍ରେସନ ଷ୍ଟାଟସ୍ ଆପଣମାନେ କ୍ଲିକ୍ କରିବେ ସେ ଉପରେ ଯେନ୍ଟା ଦେଖା ହଉଥିଲା ସେ ହିସାବରେ କ୍ଲିକ୍ କରିବେ ଯେନ୍ଟା ଆଜ୍ଞା ପହିଲା ସାଇଟ୍ ଯେନ୍ଟା କ'ଣ ଯେନ୍ ପହିଲା ସାଇଟ୍ଟା ଅଛି ଆପଣମାନେ ଦେଖିପାରୁଥିବେ ପହିଲା ସାଇଟ୍ଟା କ୍ଲିକ୍ କରିବେ ଫାର୍ମର ରେଜିଷ୍ଟ୍ରେସନ ଷ୍ଟାଟସ୍ ରିପୋର୍ଟ ଯେନ୍ଟା ଲେଖିছে ସେଇଥିରେ କ୍ଲିକ୍ କରିବେ କ୍ଲିକ୍ କଲା ପରେ ଆପଣମାନେ ଦେଖିପାରୁଥିବେ ଯେନ୍ଟା ଡିଷ୍ଟ୍ରିକ୍ଟ ଆପଣମାନେ ଜିଲ୍ଲା ଆପଣମାନଙ୍କୁ ଯେନ୍ଟା ସିଲେକ୍ଟ କରିବା ଆମେ କର୍ମା ଅନୁଗୁଳରେ କ୍ଲିକ୍ କର୍ମା ଅନୁଗୁଳରେ କ୍ଲିକ୍ କଲା ପରେ ଆପଣମାନେ ଦେଖିପାରୁଥିବେ ବ୍ଲକ ଯେନ୍ଟା ପଞ୍ଚାୟତ ଜିପି ଲେଖାହେଇଛି ସେଟା ପଞ୍ଚାୟତ ଲେଖାହେଇଛି ଦେଖିପାରୁଥିବେ 2024-2025 ଆର୍ଥିକ ଏଇ ବର୍ଷଟା ଅଛି ପଞ୍ଚାୟତ ପହିଲା ବ୍ଲକ ସିଲେକ୍ଟ କରିବେ ଆପଣଙ୍କ ବ୍ଲକ ଯେନ୍ଟା ଇଟା ଅଛି କେନ୍ ଋତୁ ଖରିଫ ଫସଲରେ ସିଲେକ୍ଟ କରିବେ ଇଟା ହେଲା ବ୍ଲକ କେନ୍ ବ୍ଲକ ନା ଆପଣମାନେ ଅଛନ୍ ସେଟା ଆମେ କ୍ଲିକ୍ କଲୁ ଅନୁଗୁଳର ଯେନ୍ କୌଣସି ଭିଲେଜରେ ରହୁଥିବେ ସେ ଭିଲେଜରେ କ୍ଲିକ୍ କରିବେ ଅନୁଗୁଳ ହେଇଗଲା ତାପରେ ଏବେ ଜିପି କେନ୍ ଜିପିରେ ଆପଣମାନେ ବିଲଙ୍ଗ କରୁଛି ସେ ଜିପିଟା ଆପଣମାନେ କ୍ଲିକ୍ କରିନେବେ କ୍ଲିକ୍ କଲା ପରେ ଆପଣମାନେ ଦେଖିପାରୁଥିବେ ଯେନ୍ଟା ଜିପି ହେଲା ତାପରେ ଆପଣମାନେ ଯେନୁ ଦେଖବାର ଅଛି ଯେନ୍ ନଟା ଲିଷ୍ଟ ଦେଖବାର ଅଛି ଆପଣମାନେ ସେ ଭିଲେଜର ଯେନ୍ ଗାଁଟା ନେବେ ସେ ଗାଁର ନାଁ ଦେବେ ତାପରେ ଆପଣମାନେ ଦେଖିପାରୁଥିବେ ଗାଁ ନାଁ ସିଲେକ୍ଟ କଲା ପରେ ଆପଣମାନେ ଯେକୌଣସି ଗାଁର ହେଲା ସେଟା ସିଲେକ୍ଟ କରିବେ ଇଟା ଯେନ୍ଟା ଦିଆଯାଏ ଫାର୍ମର କୋଡ୍ ନେଇଦେଲେ ବି ଚଲବା ଆଜ୍ଞା ଇନେ ଆପଣମାନେ କେନ୍ ହିସାବରେ ମାନେ ନେଇଦେଲେ ବି କୌଣସି ଅସୁବିଧା ନେଇ ହୁଏ ଆପଣମାନେ ସେଟା ଅଛି ସେନେ କ୍ଲିକ୍ କରିନେବେ ଆପଣମାନେ କେନ୍ରୁ ଦେଖୁଛନ୍ ସେଟା ଆପଣମାନେ କ୍ଲିକ୍ ନିହାତି କରିବେ ଇନରେ କ୍ଲିକ୍ କଲା ପରେ ଆପଣମାନେ ଯେନ୍ଟା ନେକ୍ସଟ ବଟନଟା ଚିପବେ ତଲେ ଇଣ୍ଟରଫେସଟା ଆସିଯିବା ମୁଇଁ କାଁ ଯେନେ ଦେଖାବ ପ୍ରାୟ ପର୍ସନାଲ ଇନଫର୍ମେସନ କୌଣସି ଜାଗାରେ ଦେଖାବା ନାଇଁନ ସେଥିର୍ଲାଗି ଆପଣମାନେ ତଲେ ସ୍କ୍ରୋଲ କରିବେ ଆପଣଙ୍କ ଡାଉନଲୋଡ ହେଇଯିବା କିଛି ଅସୁବିଧା ନାହିଁ ଆପଣମାନେ ଭଲ ଲାଗଲା ତ ଆପଣମାନେ ଲାଇକ୍ କରିବେ ସବସ୍କ୍ରାଇବ୍ କରବାର ନାଇଁ ଭୁଲବେ ସବସ୍କ୍ରାଇବ୍ କରି ରଖିଥାଉ କୃଷି ତରଫରୁ ଯେକୌଣସି ଅପଡେଟଟା ବିଗ ଅପଡେଟଟା ଆସିବା ଆପଣମାନେ ଇ ଚ୍ୟାନେଲରେ ପାଇପାରିବେ ନିହାତି ସବସ୍କ୍ରାଇବ୍ କରି ରଖିଥାଉ ନୂଆ ନୋଟିଫିକେସନଟା ପାଇପାରିବେ ନୂଆ ଭିଡ଼ିଓଟା ପାଇପାରିବେ ସବସ୍କ୍ରାଇବ୍ କରି ରଖିଥାଉ।